ବାବୁ ତାଙ୍କର ଖାଦ୍ୟ ପାନୀୟ ବ୍ୟାଗରେ ଧରି ଏକ ଲୟରେ ଚାଲିଛନ୍ତି କାର୍ଯ୍ୟସ୍ଥଳକୁ। ପିଲାଟି ଟିକେ ଦୁର୍ବଳ ହେଇଯାଇଛି ଆସିବା ପାଖରୁ। ଆସ ଭାଇ। ହଁ, କାଲି ପ୍ରବଳ ବର୍ଷା ହେଇଛି କାଶ୍ମୀରକୁ। 50ରୁ ଅଧିକ ଘୋଡ଼ା ଏକ ସଙ୍ଗେ ପାହାଡ଼ ଉପରେ ବାଦଲ ଆଉ ପାହାଡ଼ର ସଙ୍ଗମ ଏକ ବିରଳ ଦୃଶ୍ୟ। ପାହାଡ଼କୁ ବାଦଲ କରାକରି ହେଉଛନ୍ତି, ଆମେ ସେଥିପାଇଁ ଖୁସି ଅନୁଭବ କରୁଛୁ। ଆଉ କିଛି ସମୟ ପରେ ମୟୂର ବାହାରିବେ, ସଙ୍ଗମ କରିବେ ଆମକୁ। ଇଏ ହେଉଛି ଏମ୍ସର ମୁଖ୍ୟ ଚିକିତ୍ସାଳୟ, ଅପରେସନ୍ ଥିଏଟର, ଆଉଟଡୋର। ଗାଡ଼ି ଚଳେଇ ଏଟା ବର୍ଡ଼ର ଏରିଆ ହେଇଥିବାରୁ ପ୍ରାୟ 2, 4, 5 ମିନିଟ୍ରେ ଗୋଟେ ହେଲିକପ୍ଟର ପଇଁତରା ମାରିବାର ଦେଖିବାକୁ ମିଳେ। ଏଠି ଲେବର କଲୋନି, ଅସ୍ଥାୟୀ ଲେବର କଲୋନି, ଟେମ୍ପୋରାରୀ ଲେବର କଲୋନି, ଏମିତି ଶହ ଶହ ଘର ତିଆରି ହେଇଛି ଲେବର ମାନଙ୍କ ପାଇଁ। ଲାଟ୍ରିନ୍, ବାଥରୁମ୍ ସୁବିଧା ଦିଆଯାଏ। ଆଉ ହେଇ ପାହାଡ଼ ଉପରେ 2 ଜଣ ଆତଙ୍କବାଦୀ ସଦୃଶ୍ୟ ବ୍ୟକ୍ତି, ଯାହାକୁ ଆମେ ସିନେମାରେ ଆତଙ୍କବାଦୀ ଗେଟଅପ୍ରେ ଦେଖୁ, ନର୍ମାଲି ଏଠି ସମସ୍ତେ ସେହିପରି ଗେଟଅପ୍ରେ ରୁହନ୍ତି। ଏ ଯେଉଁ ରାସ୍ତା ଆପଣମାନେ ଦେଖୁଛନ୍ତି, ଏ ରାସ୍ତାଟା ଅତି ସାଂଘାତିକ ତୀକ୍ଷ୍ଣ ରାସ୍ତା। ଏଥିରୁ ଖସିଲେ LIC ବାଲା ନିଶ୍ଚିତ ନାମ ନେବେ। ଦେଖନ୍ତୁ ପୁରା ତୀକ୍ଷ୍ଣ ଏ ପାହାଡ଼। ଇଏ ହେଉଛି ଡକ୍ଟର କଲୋନୀ, ନର୍ସ କଲୋନୀ। ଇଏ ହେଉଛି ମୁଖ୍ୟ ଡାକ୍ତରଖାନା ଏମ୍ସ। କାଳନ୍ଦୀ ବାବୁ କହୁଛନ୍ତି ପାହାଡ଼ ଚଢ଼ି ତାଙ୍କ ଗାଣ୍ଡିରୁ ତେଲ ବାହାରିଲାଣି। ସେ ଆମେ ଅବିକା ଲ୍ୟାବୋରେଟୋରୀକୁ ପଠାଇବୁ। ସେ କି ପ୍ରକାର ତେଲ, ରିଫାଇନ୍ ଜାତୀୟ, ସୋରିଷ ତେଲ ଜାତୀୟ, ସୂର୍ଯ୍ୟମୁଖୀ କିମ୍ବା ମୋବିଲ। এই ରାସ୍ତାରେ ଟିକେ ଆଗକୁ ଗଲେ କଲୋନୀର ଲେବର ମାନଙ୍କ ପାଇଁ ଦୋକାନ ଅଛି। ଯେଉଁ ଦୋକାନରେ ଚିକେନ, ମାଛ, ପନିପରିବା, ରାସନ ସାମଗ୍ରୀ ସହିତ ମଦ 3 ଗୁଣା ମୂଲ୍ୟରେ ଉପଲବ୍ଧ। ଯେଉଁ ମଦ ବାହାରେ 500 ଟଙ୍କା, କଲୋନୀ ଭିତରେ ତାହା 1000ରୁ 1200 ଟଙ୍କା। ରାକ୍ଷସ ପ୍ରକୃତିର 8-10ଟା କୁକୁର ଏଠି ଶୋଇଛନ୍ତି। ଆଉ ପାହାଡ଼ ଉପରୁ ଭାଲୁଆ ଜାତୀୟ କୁକୁର 4-5ଟା ଓହ୍ଲଉଛନ୍ତି। କାଳନ୍ଦୀ ବାବୁ କହୁଛନ୍ତି ଏଠି ଯିଏ ଭୁଲରେ ପଳେଇ ଆସୁଛି, ଆସି ସାରିଲା ପରେ ଉପାୟ ଶୂନ୍ୟ। ଯିବା ପାଇଁ ଅର୍ଥ ଯୋଗାଡ଼ କରିବା ପାଇଁ ସଂଘର୍ଷ କରି ଯୋଗାଡ଼ କରିସାରିଲା ପରେ ନିଜ ଘରକୁ ଫେରି ଯାଉଛନ୍ତି। ଇଏ ହେଉଛି ଆଉ ଏକ ରାସ୍ତା ଯାହା ଆମକୁ ଉପରକୁ ନେଇକି ଯିବ ସର୍ଟକଟ୍ରେ। ଏହି ରାସ୍ତାରେ ସର୍ଟକଟ୍ରେ ଆମେ ଉପରକୁ ଯିବୁ, ନହେଲେ 2 କିଲୋମିଟର ଅଧିକା
बुलिया पड़ो। देखते ये खतरनाक रास्ता ये आंठुरे हाथ रखी ऊपर को चढ़ाई पड़े। टिके भूल हेले LIC वाला कांदे। देखो ये रास्ता को पूरा खतरनाक रास्ता। चलो तुम